Good morning, my dear guys. We have already discussed the life of Gautam Buddha. This is the second class of on Buddhism. How a prince became a saint. We have already discussed, and now I take the privilege of taking the next or second class on Buddhism. ଆଜି ଆମମାନେ ଗୌତମ ବୁଦ୍ଧଙ୍କର ମାନେ ଧର୍ମର ବୌଦ୍ଧ ଧର୍ମ କିପରି ଭାବରେ ପ୍ରସାର ହେଇଥିଲା ସେ ଉପରେ ଆମମାନେ ଆଜି ଆଲୋଚନା କରିବା ବା ଗୌତମ ବୁଦ୍ଧଙ୍କ ପରେ ବୌଦ୍ଧ ଧର୍ମ ବୁଦ୍ଧିଜମ ଆଫ୍ଟର ଗୌତମ ବୁଦ୍ଧ ବାସ୍ତବରେ ଗୌତମ ବୁଦ୍ଧଙ୍କ ପରେ ଚତୁର୍ଥ ବୌଦ୍ଧ ସମ୍ମିଳନୀ ପରେ କନିଷ୍କଙ୍କ ଦ୍ୱାରା ଆହୁତ ଚତୁର୍ଥ ବୌଦ୍ଧ ସଭା ପରେ ହୀନଯାନ ଏବଂ ମହାଯାନ ଭାବରେ ଦୁଇଟି ଗୋଷ୍ଠୀ ଉଦ୍ଭବ ହୋଇଥିଲା। ଆଉ ସେହି ହୀନଯାନ ମାନେ ଗୌତମ ବୁଦ୍ଧଙ୍କୁ ଈଶ୍ୱର ପରିବର୍ତ୍ତେ ଗୋଟେ ମହାମାନବ ବୋଲି ସେମାନେ ବିଚାର କରିଥିଲେ, ମହାମାନବ ଭାବରେ ସେମାନେ ଗ୍ରହଣ କରିଥିଲେ ଏବଂ ସେମାନଙ୍କ ଅନୁସାରେ ହୀନଯାନ ଅନୁସାରେ ନିର୍ବାଣ ଜୀବନର ଅନ୍ତିମ ଲକ୍ଷ୍ୟ ଥିଲା। କିନ୍ତୁ ମହାଯାନ ଗୋଷ୍ଠୀ ସେମାନେ ବୁଦ୍ଧଙ୍କୁ ଈଶ୍ୱର ବୋଲି ମାନୁଥିଲେ ଏବଂ ସେମାନେ କ'ଣ କରୁଥିଲେ ନିର୍ବାଣକୁ ଏବଂ ସେମାନେ ନିର୍ବାଣକୁ କ'ଣ କରୁଥିଲେ ଗୁରୁତ୍ୱ ନ ଦେଇ ଆର୍ଯ୍ୟ ଅଷ୍ଟାଙ୍ଗ ମାର୍ଗକୁ ଗୁରୁତ୍ୱ ଦେଉଥିଲେ। ଆଉ ଏହି ମହାଯାନ ଗୋଷ୍ଠୀ ପରବର୍ତ୍ତୀ ସମୟରେ କ'ଣ କରୁଥିଲେ ମୂର୍ତ୍ତି ପୂଜା ବୌଦ୍ଧ ଧର୍ମରେ ସେମାନେ କ'ଣ କରିଥିଲେ ପ୍ରସାର କରିଥିଲେ। ଏହା ହେଉଛି ଆମମାନଙ୍କର ଗୌତମ ବୁଦ୍ଧଙ୍କ ପରେ ବୌଦ୍ଧ ଧର୍ମ କ'ଣ ହୀନଯାନ ଏବଂ ମହାଯାନ ଭାବରେ ଦୁଇଟି ଗୋଷ୍ଠୀ ଭାବରେ ସେମାନେ ଉଦ୍ଭବ ହୋଇଥିଲେ। କନିଷ୍କଙ୍କ ଦ୍ୱାରା ଆଦୃତ ଚତୁର୍ଥ ବୌଦ୍ଧ ସଭା ପରେ ଏହି ହୀନଯାନ ଏବଂ ମହାଯାନ ଗୋଷ୍ଠୀ ସେମାନେ ସୃଷ୍ଟି ହେଲେ। ଆଉ ଥରେ କହିବାକୁ ଚାହେଁ ଯେ ହୀନଯାନ ଗୋଷ୍ଠୀ ଗୌତମ ବୁଦ୍ଧଙ୍କୁ ଈଶ୍ୱର ପରିବର୍ତ୍ତେ ମହାମାନବ ବୋଲି ସେମାନେ ଭାବିଥିଲେ ଏବଂ ନିର୍ବାଣକୁ ଜୀବନର ଅନ୍ତିମ ଲକ୍ଷ୍ୟ ବୋଲି ସେମାନେ ଗ୍ରହଣ କରୁଥିଲେ। କିନ୍ତୁ ମହାଯାନ ଗୋଷ୍ଠୀ ସେମାନେ କ'ଣ କରୁଥିଲେ ବୁଦ୍ଧଙ୍କୁ ଈଶ୍ୱର ବୋଲି ମାନୁଥିଲେ ଏବଂ ନିର୍ବାଣକୁ ସେମାନେ ଗୁରୁତ୍ୱ ନ ଦେଇକି ଆର୍ଯ୍ୟଷ୍ଟାଙ୍ଗ ମାର୍ଗକୁ ସେମାନେ ଗୁରୁତ୍ୱ ଦେଉଥିଲେ। ଏହି ମହାଯାନ ଗୋଷ୍ଠୀ ପରବର୍ତ୍ତୀ ସମୟରେ କ'ଣ କଲେ ସେମାନେ ମୂର୍ତ୍ତି ପୂଜାର ପ୍ରସାର କରିଥିଲେ ବୌଦ୍ଧ ଧର୍ମରେ। ତେବେ ଆମମାନେ ଦେଖିବା ବୌଦ୍ଧ ଧର୍ମର ଗ୍ରନ୍ଥ ତ୍ରିପିଟକ କ'ଣ ହେଇଛି ତିନି ଭାଗରେ ବିଭକ୍ତ ହେଇଛି ସୂତ୍ର ପିଟକ ବିନୟ ପିଟକ ଏବଂ ଅଭିଧର୍ମ ପିଟକ। ସୂତ୍ର ପିଟକ ବିନୟ ପିଟକ ଏବଂ ଅଭିଧର୍ମ ପିଟକ। ସୂତ୍ର ପିଟକରେ କ'ଣ ଲେଖାଯାଇଛି ବୁଦ୍ଧଙ୍କ ଉପଦେଶ ବାଣୀ। ସୂତ୍ର ପିଟକରେ କ'ଣ ଲେଖାଯାଇଛି ବୁଦ୍ଧଙ୍କ ଉପଦେଶ ବାଣୀ ଏବଂ ବିନୟ ପିଟକରେ ସଂଘର ନିୟମାବଳୀ ଗୁଡ଼ିକ ଲେଖାଯାଇଛି। ସୂତ୍ର ପିଟକରେ ବୁଦ୍ଧଙ୍କର ଉପଦେଶ ବାଣୀ, ବିନୟ ପିଟକରେ ସଂଘର ନିୟମାବଳୀ ଏବଂ ଅଭିଧର୍ମ ପିଟକରେ ବୌଦ୍ଧ ଧର୍ମର ଦର୍ଶନ ଗୁଡ଼ିକ କ'ଣ କରାଯାଇଅଛି ଲେଖାଯାଇଅଛି। ତେବେ ଆମେ ଏବେ ଦେଖିବା ବୌଦ୍ଧ ଧର୍ମର ପ୍ରସାରର କାରଣ। ବୌଦ୍ଧ ଧର୍ମର ପ୍ରସାରର କାରଣ ବୌଦ୍ଧ ଧର୍ମର ପ୍ରସାରର କାରଣ ଆମେ ଆଲୋଚନା କରିବା। ପ୍ରଥମ କାରଣ ହେଉଛି ବୁଦ୍ଧଙ୍କ ଆଦର୍ଶ ଜୀବନୀ। ବୁଦ୍ଧଙ୍କର ଆଦର୍ଶ ଜୀବନୀ ବୌଦ୍ଧ ଧର୍ମ ପ୍ରସାରର ଏକ ମୁଖ୍ୟ କାରଣ। ତାଙ୍କର ଆଦର୍ଶ ଜୀବନୀ ଥିଲା ତାଙ୍କର ବାଣୀ। ବୁଦ୍ଧଙ୍କ ଶୁଦ୍ଧପୂତ ଜୀବନ ଏବଂ ସରଳ ଜୀବନ ବୌଦ୍ଧ ଧର୍ମ ପ୍ରସାରରେ ବହୁତ ଲୋକ କ'ଣ ହେଇଥିଲେ ଆଦୃତ ହେଇଥିଲେ। ତେଣୁ ବୁଦ୍ଧଙ୍କର ଜୀବନୀ ହେଉଛି ବୌଦ୍ଧ ଧର୍ମର ପ୍ରସାରର ମୁଖ୍ୟ କାରଣ। ତାଙ୍କର ଆଦର୍ଶ ଜୀବନୀ ହେଉଥିଲେ ତାଙ୍କର ବାଣୀ। ବୁଦ୍ଧଙ୍କର ଜୀବନୀ ବୁଦ୍ଧଙ୍କ ଆଦର୍ଶ ଜୀବନୀ ଆଦର୍ଶ ଶୁଦ୍ଧପୂତ ଜୀବନୀ ତାଙ୍କର ଶୁଦ୍ଧପୂତ ଏବଂ ସରଳ ଜୀବନୀ ଥିଲା ବୌଦ୍ଧ ଧର୍ମ ପ୍ରସାରର ମୁଖ୍ୟ କାରଣ। ତାପରେ ଦ୍ୱିତୀୟ କାରଣ ହେଉଛି ଷଷ୍ଠ ଶତାବ୍ଦୀରେ ଯେ ବୌଦ୍ଧିକ ଧର୍ମ ପ୍ରତି ଲୋକମାନଙ୍କର ବିତୃଷ୍ଣା ମନୋଭାବ ଜାଗ୍ରତ ହୋଇଥିଲା। ବୈଦିକ ଧର୍ମ ଲୋକପ୍ରିୟ ହେଇନଥିଲା କାରଣ ସେହି ସମୟରେ ଭାରତୀୟ ଧର୍ମ ଜଗତରେ ଅସ୍ଥିରତା ଦେଖାଯାଇଥିଲା। କାରଣ ବୈଦିକ ଧର୍ମରେ ବା ହିନ୍ଦୁ ଧର୍ମରେ ପୁରୋହିତ ପ୍ରଥା, ଜାତି ପ୍ରଥା, ଜଟିଳ ପୂଜ୍ୟ ପଦ୍ଧତି, ଯଜ୍ଞରେ ପଶୁ ବଳି ଇତ୍ୟାଦି ଲୋକମାନଙ୍କୁ କ'ଣ କରିଥିଲା ଅପ୍ରିୟ କରିଥିଲା। ବୈଦିକ ଧର୍ମର ଯୋଉ ପୁରୋହିତ ପ୍ରଥା, ଜାତି ପ୍ରଥା, ଜଟିଳ ପୂଜା ପଦ୍ଧତି, ଯଜ୍ଞରେ ପଶୁ ବଳି ଇତ୍ୟାଦି ଅପ୍ରିୟ କରିଥିଲା। ଯାହାଫଳରେ କିନ୍ତୁ ଏହା ବୌଦ୍ଧ ଧର୍ମରେ ଏହା ନଥିଲା। ଏହା ଜାତି ପ୍ରଥାର ମୁକ୍ତ
ଜାତି ପ୍ରଥାରୁ ମୁକ୍ତ ଥିଲା। ଏଠାରେ ପଶୁ ବଳି ନଥିଲା। ତେଣୁ ନିମ୍ନ ବର୍ଗର ଲୋକମାନଙ୍କ ପ୍ରତି ଏହା କଣ ହେଇଥିଲା, ଆଦୃଷ୍ଟ ହୋଇଥିଲା। ଏହା ହଉଛି ଦ୍ୱିତୀୟ କାରଣ। ଆଉ ଦ୍ୱିତୀୟ କାରଣ ହଉଛି କଣ, ଷଷ୍ଠ ଶତାବ୍ଦୀରେ ବୈଦିକ ଧର୍ମ ପ୍ରତି ଲୋକମାନଙ୍କର ଅପ୍ରିୟତା ଦେଖା ଯାଇଥିଲା। ଏହି ସବୁ କାରଣ ଯୋଗୁଁ। ତୃତୀୟ କାରଣ ହଉଛି ଯେ ବୌଦ୍ଧ ଧର୍ମ ପ୍ରସାରର କାରଣ ହଉଛି ପାଲି ଭାଷାର ପ୍ରସାର, ପାଲି ଭାଷାର ବ୍ୟବହାର, ପାଲି ଭାଷାର ବ୍ୟବହାର, ଏଇଟା ହଉଛି ତୃତୀୟ କାରଣ। ତୃତୀୟ କାରଣ ପାଲି ଭାଷା। କିନ୍ତୁ ବୈଦିକ ଯୁଗରେ ବୈଦିକ ଧର୍ମରେ ସଂସ୍କୃତ ଭାଷାର ବ୍ୟବହାର ଥିଲା। ଏହା ସାଧାରଣ ଭାବରେ ଲୋକମାନଙ୍କର ଗୋଟେ କଥାକଥିତ ଭାଷା ନଥିଲା। ଅଳ୍ପ କେତେକ ଲୋକ ଏହି ଭାଷାର ବୋଧଗମ୍ୟ ଥିଲେ, ଅଳ୍ପ କେତେକ ଲୋକ ଏହି ଭାଷାର ବୋଧଗମ୍ୟ ଥିଲେ। ମାତ୍ର ବୌଦ୍ଧ ଧର୍ମରେ ପାଳି ଭାଷାର ବ୍ୟବହାର ହେଇଥିଲା, ଯାହାକି ସାଧାରଣ ଲୋକମାନେ ସହଜ ଭାବରେ ବୁଝି ପାରୁଥିଲେ, ଯାହା ଫଳରେ ବୌଦ୍ଧ ଧର୍ମ ପ୍ରସାର ହୋଇଥିଲା। ଚତୁର୍ଥ କାରଣ ଆମେ ଦେଖିବା, ତାହା ହେଉଛି ବୌଦ୍ଧ ସଂଘ ଏବଂ ଭିକ୍ଷୁକ ମାନଙ୍କର ଭୂମିକା। ବୌଦ୍ଧ ସଂଘ ଏବଂ ଭିକ୍ଷୁକ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୌଦ୍ଧ ଧର୍ମର ପ୍ରସାର ହେବାରେ। ଅବଶ୍ୟ ବୁଦ୍ଧଙ୍କ ଜୀବନ କାଳ ଓ ନିର୍ମାଣ ପର୍ଯ୍ୟନ୍ତ ବହୁ ବର୍ଷ ଉତ୍ତର ଭାରତରେ ଏହା ସୀମିତ ଥିଲା। ନିର୍ମାଣ ପର୍ଯ୍ୟନ୍ତ ବହୁ ବର୍ଷ ଏହା ଉତ୍ତର ଭାରତରେ ସୀମିତ ଥିଲା। କିନ୍ତୁ ବୌଦ୍ଧ ସଂଘର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଥିଲା। ମାତ୍ର ମୌର୍ଯ୍ୟ ବଂଶ ରାଜତ୍ୱ ସମୟରେ ଏକ ସ୍ୱତନ୍ତ୍ର ଧର୍ମର ରୂପ ନେଇଥିଲା ବୌଦ୍ଧ ଧର୍ମ। ମୌର୍ଯ୍ୟ ବଂଶ ତାର ମୂଳରେ ଥିଲା ବୌଦ୍ଧ ସଂଘ, ବୌଦ୍ଧ ଭିକ୍ଷୁକ ମାନଙ୍କର ବା ଭିକ୍ଷୁଣୀ ମାନଙ୍କର ବା ଉପାସକ ମାନଙ୍କର ଆନ୍ତରିକ ପ୍ରଚେଷ୍ଟା ଥିଲା। ବୌଦ୍ଧ ସଂଘ, ଭିକ୍ଷୁକ, ଭିକ୍ଷୁଣୀ, ଉପାସକ ମାନଙ୍କର ଆନ୍ତରିକ ପ୍ରଚେଷ୍ଟା ଥିଲା। ସେମାନେ ବୌଦ୍ଧ ଧର୍ମର ବାଣୀ ବିଭିନ୍ନ ସ୍ଥାନରେ ସେମାନେ କଣ କରିଥିଲେ, ପ୍ରସାର କରିଥିଲା। ସେଗୁଡିକ ଥିଲା ମଥୁରା, ଉଜ୍ଜୟିନୀ, ଅବନ୍ତୀ, କୌଶମ୍ବୀ, କନୌଜ ପ୍ରଭୃତି ସ୍ଥାନରେ ଏହା ପ୍ରସାର ଲାଭ କରିଥିଲା। ଉଭୟ ରାଜା ଓ ପ୍ରଜା ମାନେ ମଧ୍ୟ କଣ କରିଥିଲେ, ସେମାନେ ଚେଷ୍ଟା କରିଥିଲେ, ସେମାନେ ନିଜର ଇଚ୍ଛା ପ୍ରକାଶ କରିଥିଲେ ଯେ ବୌଦ୍ଧ ଧର୍ମର ପ୍ରସାର ପାଇଁ। ଏହି ସବୁ କାରଣ ଯୋଗୁଁ ବୌଦ୍ଧ ଧର୍ମ କଣ ହୋଇଥିଲା, ପ୍ରସାର ହୋଇଥିଲା। ତାପରେ ଆଉ ଗୋଟେ କାରଣ ଦେଖିବା, ବୌଦ୍ଧ ମହାସଭା ଗୁଡିକ ହେଇଥିଲା। ବିଶେଷ କରି ବୌଦ୍ଧ ଭିକ୍ଷୁକ ମାନଙ୍କ ମଧ୍ୟରେ ବୌଦ୍ଧ ମହାସଭା ଗୋଟିଏ ଆଉ ଗୋଟିଏ ର ଆୟୋଜନ କରାଯାଇଥିଲା। ବିଭିନ୍ନ ସମୟରେ 4ଟି ମହାସଭା ଗୁଡିକ ଆୟୋଜନ କରାଯାଇଥିଲା, ଯାହା ଫଳରେ ଏହି ବୌଦ୍ଧ ମହାସଭା ଦ୍ୱାରା କଣ ହେଇଥିଲା, ବୌଦ୍ଧ ଧର୍ମର ପ୍ରସାର ହୋଇଥିଲା। ଭିକ୍ଷୁକ ମାନଙ୍କ ମଧ୍ୟରେ ଯେଉଁ ବିଭେଦ ଥିଲା, ମଧ୍ୟରେ ପ୍ରଭେଦକୁ ଦୂର କରିବା ପାଇଁ ବିଭିନ୍ନ ସମୟରେ ଧର୍ମ ମହାସଭା ଗୁଡିକ କଣ କରାଯାଇଥିଲା, ଆୟୋଜନ କରାଯାଇଥିଲା। ଖ୍ରୀଷ୍ଟପୂର୍ବ 487ରେ ଖ୍ରୀଷ୍ଟପୂର୍ବ 487ରେ ପ୍ରଥମ ବୌଦ୍ଧ ମହାସଭା ଆୟୋଜନ କରାଯାଇଥିଲା, ଆହ୍ୱାନ କରାଯାଇଥିଲା। ତାହା କୋଉଠି କରାଯାଇଥିଲା, ରାଜଗୃହ ଠାରେ, ସତାପାଣି ଗୁମ୍ଫାରେ। ରାଜଗୃହ ସତାପାଣି ଗୁମ୍ଫାରେ ଅଜାତ ଶତ୍ରୁଙ୍କ ଦ୍ୱାରା ଗୁମ୍ଫାରେ ଅଜାତ ଶତ୍ରୁଙ୍କ ପୃଷ୍ଠପୋଷକତାରେ ଏହା ଆୟୋଜନ କରାଯାଇଥିଲା। ଅଜାତ ଶତ୍ରୁଙ୍କ ପୃଷ୍ଠପୋଷକତାରେ ଏହା ଆୟୋଜନ କରାଯାଇଥିଲା। ତେଣୁ ସେହି ସମୟରେ ଏହି ଯୋଉ ପ୍ରଥମ ବୌଦ୍ଧ ମହାସଭାରେ ପ୍ରଖ୍ୟାତ ବୌଦ୍ଧ ପଣ୍ଡିତ ମହାକ୍ଷେପ ପୌରୋହିତ୍ୟ କରିଥିଲେ। କିଏ? ମହାକ୍ଷେପା ବୌଦ୍ଧ ପଣ୍ଡିତ ଏହା ପୌରୋହିତ୍ୟ କରିଥିଲେ। ଆଉ ପୁଣି ଆନନ୍ଦ ଏବଂ ଉପାଲି ବୌଦ୍ଧ ପଣ୍ଡିତ ମାନେ ଏଠାରେ କଣ କରିଥିଲେ, ଯୋଗଦାନ କରିଥିଲେ, ଯେଉଁମାନେ କି ବୁଦ୍ଧଙ୍କର ଶିଷ୍ୟ ଥିଲେ। ଆନନ୍ଦ, ଉପାଲି, ସୁଦାତା ଏମାନେ, କିନ୍ତୁ ଆନନ୍ଦ ଉପାଲି ଏଠାରେ କଣ କରିଥିଲେ, ସେମାନେ ଅଂଶଗ୍ରହଣ କରିଥିଲେ। ଓକେ, এই ପ୍ରଥମ ବୌଦ୍ଧ ମହାସଭାରେ ବୁଦ୍ଧଙ୍କ ବାଣୀ ସୂତ୍ର ପିଟକ ଓ ବିନୟ ପିଟକ କଣ କରାଯାଇଥିଲା, ଏଠାରେ ଲେଖା ଯାଇଥିଲା। କଣ ଲେଖା ଯାଇଥିଲା? ସୂତ୍ର ପିଟକ ଓ ବିନୟ ପିଟକ ଲେଖା ଯାଇଥିଲା। ଆମମାନେ ମନେ ରଖିବାକୁ ପଡିବ, ପ୍ରଥମ ବୌଦ୍ଧ ମହାସଭା ଖ୍ରୀଷ୍ଟପୂର୍ବ 487 ହେଇଥିଲା। ରାଜଗୃହ ଠାରେ ସତାପାଣି ଗୁମ୍ଫାରେ ଏହା ହେଇଥିଲା। ଅଜାତ ଶତ୍ରୁଙ୍କ ପୃଷ୍ଠପୋଷକତାରେ ହୋଇଥିଲା। ଆଉ ମହାପଣ୍ଡିତ ମହାକ୍ଷେପ ଏଇଟା ପୌରୋହିତ୍ୟ କରିଥିଲେ। ଏବଂ ଏଠାରେ ସୂତ୍ର ପିଟକ ଏବଂ ବିନୟ ପିଟକ କଣ କରାଯାଇଥିଲା, ଲେଖା ଯାଇଥିଲା। ଏହା ମନେ ରଖିବ, we must remember it। ତାପରେ 100 ବର୍ଷ ପରେ 387 ଖ୍ରୀଷ୍ଟାବ୍ଦ, after 387 ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ବୌଦ୍ଧ ମହାସଭାର ଆହ୍ୱାନ କରାଯାଇଥିଲା। ଆଉ ତାହା କାଳାଶଙ୍କରଙ୍କ ପୃଷ୍ଠପୋଷକତାରେ କରାଯାଇଥିଲା। ଆଉ କାଳାଶଙ୍କର
କାଳାଶଙ୍କରଙ୍କର ପୃଷ୍ଠପୋଷକତାରେ ବୈଶାଳୀ ଠାରେ ଏହା କରାଯାଇଥିଲା। ଦ୍ୱିତୀୟ ବୌଦ୍ଧ ମହାସଭା ବୈଶାଳୀ ଠାରେ ଏହା କରାଯାଇଥିଲା। ଆଉ ପୁଣି ତୃତୀୟ ଓ ଚତୁର୍ଥ ବୌଦ୍ଧ ମହାସଭା ଗୁଡ଼ିକ ତାହା ଯଥାକ୍ରମେ ଅଶୋକ ଏବଂ କନିଷ୍କଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଅଶୋକଙ୍କ ପୃଷ୍ଠପୋଷକତାରେ ଯେଉଁ ହେଇଥିଲା ବୌଦ୍ଧ ଧର୍ମ ପାଇଁ ମହାମାନ୍ୟ ମୌର୍ଯ୍ୟ ନରପତି ମାନେ, ଆମେ କହିବାକୁ ଗଲେ ମହାମାନ୍ୟ ମୌର୍ଯ୍ୟ ନରପତି ମାନେ କଣଙ୍କର ଭୂମିକା ଯଥେଷ୍ଟ ଥିଲା। ତାଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ ଭାରତର ଏବଂ ଭାରତ ଭିତରେ ଏବଂ ଭାରତ ବାହାରେ ବିଭିନ୍ନ ସ୍ଥାନରେ ଜାପାନ, ମାଳୟ ଦ୍ୱୀପ ଇତ୍ୟାଦିରେ କଣ ହେଇଥିଲା, ଇଣ୍ଡୋନେସିଆ ପ୍ରଭୃତି ସ୍ଥାନରେ ଏହା କଣ ହେଇଥିଲା, ପ୍ରସାର ହୋଇଥିଲା। ତେଣୁ ଆମମାନଙ୍କୁ ଏହାକୁ ମନେ ରଖିବାକୁ ପଡିବ। ତେବେ ଆମେ ଦେଖିବା ଯେ ଖ୍ରୀଷ୍ଟପୂର୍ବ 251ରେ ମୋଗଲି ପାଟଳିପୁତ୍ର ଠାରେ ମୋଗଲିପୁତ୍ର ତିସାଙ୍କ ଅଧ୍ୟକ୍ଷତାରେ କଣ ହେଇଥିଲା, ତୃତୀୟ ବୌଦ୍ଧ ସମ୍ମିଳନୀ ମହାସଭା ଆୟୋଜନ କରାଯାଇଥିଲା। ପାଟଳିପୁତ୍ରରେ 251ରେ ତୃତୀୟ ମୋଗଲିପୁତ୍ର ତିସାଙ୍କ ଦ୍ୱାରା ଏହା କରାଯାଇଥିଲା। ତୃତୀୟ ବୌଦ୍ଧ ମହାସଭା ମୋଗଲିପୁତ୍ର ତିସାଙ୍କ ଦ୍ୱାରା। ଏହା କମ୍ପିଟେଟିଭ ଏକ୍ସାମ ଗୁଡାକରେ ଆସେ। ତୃତୀୟ ବୌଦ୍ଧ ମହାସଭା କାହା ସମୟରେ ହେଇଥିଲା, ପ୍ରଥମ ବୌଦ୍ଧ ମହାସଭା କାହା ଦ୍ୱାରା ହେଇଥିଲା, ଦ୍ୱିତୀୟ ବୌଦ୍ଧ ମହାସଭା କାହା ସମୟରେ ଏବଂ କେଉଁଠାରେ ହେଇଥିଲା, ଏହା କମ୍ପିଟେଟିଭ ଏକ୍ସାମରେ ଆସେ। ଏହି ତୃତୀୟ ବୌଦ୍ଧ ମହାସଭାରେ ଅଭିଧର୍ମ ପିଟକ ଆତ୍ମପ୍ରକାଶ କରିଥିଲା। ଏ ତୃତୀୟ ବୌଦ୍ଧ ମହାସଭାରେ କଣ ହେଇଥିଲା, ଅଭିଧର୍ମ ପିଟକ, ସୂତ୍ର ପିଟକ ଏବଂ ବିନୟ ପିଟକ ପ୍ରଥମ ବୌଦ୍ଧ ମହାସଭାରେ ହେଇଥିଲା, ଆଉ ଅଭିଧର୍ମ ପିଟକ ଏଠାରେ ଆତ୍ମପ୍ରକାଶ କରିଥିଲା ତୃତୀୟ ବୌଦ୍ଧ ମହାସଭାରେ, ଯାହା କି ମୋଗଲିପୁତ୍ର ତିସାଙ୍କ ଦ୍ୱାରା ପୃଷ୍ଠପୋଷକତାରେ ହୋଇଥିଲା। ଓକେ, ତେବେ ଆମେ ଦେଖିବା କନିଷ୍କଙ୍କ ଭୂମିକା ଦେଖିବା ଯେ ବୌଦ୍ଧ ଧର୍ମର ପ୍ରସାରରେ ସମ୍ରାଟ କନିଷ୍କଙ୍କର ମଧ୍ୟ ଅବଦାନ ଯଥେଷ୍ଟ ରହିଛି। ସେ ଏ କ୍ଷେତ୍ରରେ ଅଶୋକଙ୍କର ସେ ପଦାଙ୍କ ଅନୁସରଣ କରିଥିବାର ଦେଖାଯାଏ। ଚତୁର୍ଥ ବୌଦ୍ଧ ମହାସଭା କାଶ୍ମୀରର କୁନ୍ଦବନ ଠାରେ ଆୟୋଜନ କରାଯାଇଥିଲା। କୋଉଠି କରାଯାଇଥିଲା, ଚତୁର୍ଥଟା କୋଉଠି କରାଯାଇଥିଲା, କାଶ୍ମୀରର କୁନ୍ଦବନ ଠାରେ ଏହା ଚତୁର୍ଥ ବୌଦ୍ଧ ମହାସଭା ଆୟୋଜନ କରାଯାଇଥିଲା। କାଶ୍ମୀରର କୁନ୍ଦବନ ଠାରେ ଆୟୋଜନ କରାଯାଇଥିଲା। ଏହାର ନେତୃତ୍ୱ ନେଇଥିଲେ ଦୁଇ ଜଣ ବୌଦ୍ଧ ପଣ୍ଡିତ, ଅଶ୍ୱଘୋଷ ଏବଂ ବସୁମିତ୍ର। ବୌଦ୍ଧ ମହାପଣ୍ଡିତ କିଏ, ଅଶ୍ୱଘୋଷ ଏବଂ ବସୁମିତ୍ର ଏହାର ନେତୃତ୍ୱ ନେଇଥିଲେ ଦୁଇ ମହାପଣ୍ଡିତ। ପ୍ରଥମ ବୌଦ୍ଧ ମହାସଭା, ଦ୍ୱିତୀୟ ବୌଦ୍ଧ ମହାସଭା, ତୃତୀୟ ବୌଦ୍ଧ ମହାସଭା, ଚତୁର୍ଥ ବୌଦ୍ଧ ମହାସଭା କାଶ୍ମୀରର କୁନ୍ଦବନ ଠାରେ ହୋଇଥିଲା ଏବଂ ଏହାର ନେତୃତ୍ୱ ନେଇଥିଲେ କିଏ, ଦୁଇ ଜଣ ମହାପଣ୍ଡିତ ବସୁମିତ୍ର ଏବଂ ଅଶ୍ୱଘୋଷ ଏହାର ନେତୃତ୍ୱ ନେଇଥିଲେ। ଏବଂ ଏଠାରେ ମହାଯାନ ଗୋଷ୍ଠୀର ଉଦ୍ଭବ ହୋଇଥିଲା। ଏଠାରେ କୋଉ ଗୋଷ୍ଠୀ ଉଦ୍ଭବ ହୋଇଥିଲା, ମହାଯାନ ଗୋଷ୍ଠୀର ଉଦ୍ଭବ ହୋଇଥିଲା ଚତୁର୍ଥ ବୌଦ୍ଧ ମହାସଭାରେ। ଆଉ ତେଣୁ ଆମମାନଙ୍କୁ ଏଇଟା ମନେ ରଖିବାକୁ ପଡିବ ଯେ ଏହାକୁ ପରବର୍ତ୍ତୀ ସମୟରେ ବୌଦ୍ଧ ସନ୍ନ୍ୟାସୀ ମାନେ এই ମହାଯାନ ଗୋଷ୍ଠୀକୁ ଏସିଆ ଏବଂ ଚୀନ ପ୍ରଭୃତି ଦେଶକୁ ସେମାନେ କଣ କରି ଯାଇଥିଲେ, ନେଇ ଯାଇଥିଲେ। ଏଇଟା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ପ୍ରଥମ ବୌଦ୍ଧ ମହାସଭା କେମିତି ବୌଦ୍ଧ ଧର୍ମର ପ୍ରସାର ହେଇଥିଲା, ତାପରେ ଗୁପ୍ତ ଯୁଗରେ କିପରି ଭାବରେ ବୌଦ୍ଧ ଧର୍ମ ପ୍ରସାର ହେଇଥିଲା ତାହା ଆମେ ଦେଖିବା। এটা ଲେଖିଦିଅ ପିଲା। এটা ପ୍ରଥମ ବୌଦ୍ଧ ମହାସଭା, ଦ୍ୱିତୀୟ ବୌଦ୍ଧ ମହାସଭା, ତୃତୀୟ ବୌଦ୍ଧ ମହାସଭା, ଚତୁର୍ଥ ବୌଦ୍ଧ ମହାସଭା। ତାପରେ ଗୁପ୍ତ ଯୁଗରେ ରାଜାମାନେ ଯଦି ହିନ୍ଦୁ ଧର୍ମର ସେମାନେ ଉପାସକ ନଥିଲେ ମଧ୍ୟ ସେମାନେ ବୌଦ୍ଧ ଧର୍ମର ପ୍ରସାର ପାଇଁ ସେମାନେ ବିଶେଷ ଇଚ୍ଛୁକ ଥିଲେ। ସେଥିପାଇଁ ସେମାନେ ଚୀନ, ଇଣ୍ଡୋନେସିଆ ପ୍ରଭୃତି ସ୍ଥାନକୁ ସେମାନେ କଣ କରିଥିଲେ, ଏହି ଧର୍ମର ପ୍ରସାର କରିଥିଲେ। ଏହା ଛଡା ବିଭିନ୍ନ ଦେଶରୁ ପରିବ୍ରାଜକ ମାନେ ଆସିଥିଲେ। ଆଉ ସେମାନେ ଆସି କଣ କରିଥିଲେ, ବିକ୍ରମଶିଳା ରେ ରହି ବା ଆମମାନଙ୍କର ନାଳନ୍ଦାରେ ରହି ସେମାନେ କଣ କରିଥିଲେ, ବୌଦ୍ଧ ଧର୍ମର ମାନେ ପ୍ରସାର କରିଥିଲେ। ଆଉ ସେତେବେଳେ
ଯାହାଫଳରେ ସେ ଉଦୟ, ଗାନ୍ଧାରା, ମଥୁରା, କନୌଜ, କୋଶଳ, ମଗଧ, ତାମ୍ରଲିପ୍ତି ପ୍ରଭୃତି ସ୍ଥାନରେ ଏହା କଣ କରିଥିଲା, ପ୍ରସାର ଲାଭ କରୁଥିଲା। ଆଉ ଏଇ ସବୁ ଗୁଡ଼ିକ ବୌଦ୍ଧ ଧର୍ମର ପୀଠସ୍ଥଳୀ ଭାବରେ ପରବର୍ତ୍ତୀ ସମୟରେ ପ୍ରସିଦ୍ଧ ଲାଭ କରିଥିଲା। କଣ ଶେଷ ପଏଣ୍ଟ ଆମର କହିବାକୁ ମୁଁ ଚାହେଁ ଯେ ବୌଦ୍ଧ ପରିବ୍ରାଜକ ମାନେ ଆସିକି ସେମାନେ କଣ କରିଥିଲେ, ନାଳନ୍ଦାରେ ରହିଥିଲେ, ବିକ୍ରମଶିଳାରେ ରହିଥିଲେ, ଆଉ ସେଠାରେ ଅଧ୍ୟୟନ କରିଥିଲେ ଏବଂ ବୌଦ୍ଧ ଧର୍ମର ପ୍ରସାର କରିଥିଲେ। ସେତେବେଳେ ସେ ଯାହା ଫଳରେ, ଯାହାର ପ୍ରଭାବ ଫଳରେ ଗାନ୍ଧାର, ମଥୁରା, କନୌଜ, କୋଶଳ, ମଗଧ, ତାମ୍ରଲିପ୍ତି ପ୍ରଭୃତି ବୌଦ୍ଧ ଧର୍ମର ପୀଠସ୍ଥଳୀ ଭାବରେ ପ୍ରସିଦ୍ଧି ଲାଭ କରିଥିଲା। ଆଉ ଶେଷରେ ହର୍ଷବର୍ଦ୍ଧନ କଣ କରିଥିଲେ, ବୌଦ୍ଧ ଧର୍ମର ପ୍ରସାର ପାଇଁ ସେ ଚେଷ୍ଟା କରିଥିଲେ, ସେ ପଦକ୍ଷେପ ନେଇଥିଲେ। ଆଉ ମହାଯାନ ବୌଦ୍ଧ ଧର୍ମର ପୃଷ୍ଠପୋଷକତା ସେ କରିଥିବାର ଇତିହାସରେ ଜଣାଯାଏ। ହର୍ଷବର୍ଦ୍ଧନ ମହାଯାନ ବୌଦ୍ଧ ଧର୍ମର ପୃଷ୍ଠପୋଷକତା କରିଥିବାର ଜଣାଯାଏ। ଆଉ ଏହିପରି ଭାବରେ ବୌଦ୍ଧ ଧର୍ମର ପ୍ରସାର ଲାଭ କରାଯାଇଥିଲା। ଓକେ, ଥ୍ୟାଙ୍କ ୟୁ ପିଲେ, ଥ୍ୟାଙ୍କ ୟୁ ଭେରି ମଚ୍। ଏହାକୁ ବାରମ୍ବାର ଶୁଣିବ, ଆଉ ଡୋଣ୍ଟ ଫରଗେଟ୍ ଟୁ ସେୟାର ଇଟ୍, ଆଉ ଡୋଣ୍ଟ ଫରଗେଟ୍ ଟୁ ସବସ୍କ୍ରାଇब ଇଟ୍। Okay, thank you very much. In the next class we shall see the rest of the things. Thank you.